ଏ ଦେଖିଆ ଆସ ମୋ ସଞ୍ଚୟ ବାକ୍ସ ବର୍ତ୍ତମାନ ଖୋଲା ଯିବ କାଲି ପାଇଁ କିଣା ଯିବ। ଏଇ 17 ଲକ୍ଷ ପଇସା କୋଉଠୁ ଆଣିଲୁ? ମୁଁ ସବୁ ରଖିଛି ଆ ଭିତରୁ ମାଗିକି ସମସ୍ତଙ୍କ ପାଖରୁ। ଏକାଥରେ ଦେଖିଆ ଫୁଲ୍ ଫୁଲ୍। ରୁହ ମୁଁ ଟିକେ ଖୋଲିଲେ ବସ ଏଠି। ଦେଖ ବାପରେ କେତେ ପଇସା ବେ ବେ ମୋର ପୁଅ ପଇସା ସବୁ ଆଣି ଚୁରି କରି ରଖିଛି। ତମ ପରା ଏଠି ସଞ୍ଚୟ କରିଛି। ମୋର ପୁଅ ପଇସା କୋ ଯାହା ପଇସା ହଉ ସଞ୍ଚୟ। ହଁ ଏ ସଞ୍ଚୟ କରିବାଟା ଭଲ କଥା। ଏଠି ବାପା ଗୋଟେ କାନ ଫୁଲ ଗୋଟି ଆଣି କରି ପଇସା ରଖିଲେ ହୁଏ 100 ଟଙ୍କା। ଗୋଟି ଗୋଟି କରି ପତ୍ର ନା ଗୋଟି ଗୋଟି ପତ୍ର କଣ କରି ଗଛ କରି ଝଙ୍କା। ତେଣୁ ଅନ୍ଧାର ପଇସା ରଖିଲେ ପଇସା ରହିବ। ସେଥିପାଇଁ ଏଇଟା ରଖା ହେଇଛି। 5 ଟଙ୍କା ତମ ସ୍ୱାମୀ ଦେଲେ 3 ଟଙ୍କା ଖର୍ଚ୍ଚ করে 2 ଟଙ୍କା ରଖ। ଏଇଟା ମନି ବ୍ୟାଙ୍କ ଦେଖ ଆର ଭିତରେ ଗଳା ହଉଥିଲା ଏପଟେ ରଖିଛି ନା ଆଉ। ଏଇଥିରେ ସବୁ କାଢିକି କାଲିକି ଯିବି କାନ ଫୁଲ ଆଣିତେ ବୁଝିଲ ନା। ଦେଖ ଏତିକି ଟଙ୍କା ଏଇଟା ଗୋଟେ ସୁନ୍ଦର ମାନେ କି ଉପାୟ ସୁନ୍ଦର କଥା କାରଣ ଟଙ୍କାକୁ ରଖିଲେ ଆମେ ମାନେ ଦରକାର ବେଳେ କେତେ କାମରେ ଆସିବ। ଏଇଟା 5 ମାସ ହେଲା ସଞ୍ଚୟ କରାହଉଥିଲା। ସବୁବେଳେ 5 ନା ପକେଇଲେ ଏଣ୍ଡଲ ଡବାଟା ପୁରୀ ଛୋଟ ଡବାଟେ। ହଁ ପରା ଏଇଟା ପୁଣି ପୁରେଇବି ଏଇଟା ରଖିଦେବି ନା। ଦେଖିବା କାଉଣ୍ଟିଂ କରିବା। ଗଣ ଗଣ ତମରି ପଇସା ସବୁ ଗଣ। ଯାହା ପଇସା ସଞ୍ଚୟ ଦିଅ ଭଲ ଲାଗିବ। କଥାରେ କହନ୍ତି ନା ସେଭିଙ୍ଗସ୍ ଇଜ ଦ ବେଷ୍ଟ ପାୱାରଫୁଲ। ହଁ ଗୁଡ୍ ଆଇଡିଆ ଏଟା। ये एक्स्ट्रा पइसा केते काले जा होई मते पानी केंद्र पुरे ପଇସା ଦେଲେ 100 ଟଙ୍କା ଦିଏ ସେଟା ଆମେ ଅନ୍ଧାର ପଇସା ରଖିଲେ ସେ ରହିବ ଖର୍ଚ୍ଚ ହବନି। दीदी भी रखी चाहिए तार 10,000 टका बाल पहले खर्च कोन আছে तो କେତେ ମାସ ର ये 5-6 मास रो 1 2 3 4 5 6 7 8 9 10 11 12 13 14 15 16 17 18 19 ମୋ କଥା କେତେ ହେଲା 24 ଏମିତି ଟଙ୍କା ଗଣିବାର ତରିକା ଏଇଟା। ଏମିତି ଗଣିଲେ ଲକ୍ଷ୍ମୀ ଆସିବେ ଏମିତି କରି ଗଣିଲେ ଏମିତି କରି ଗଣିଲେ ଲକ୍ଷ୍ମୀ ପଳେଇବେ ହେଲା କି ଯେମିତି ଗଲା ସେମିତି ଟଙ୍କା ଗଣିବ। से टका गुनिया पुखती 24 ଟଙ୍କା ଗଣ ଏମିତି 1 2 3 4 5 माने लक्ष्मी आनी के शाबाश शाबाश बेटा शाबाश। एडा मोर काली कान फुलो सीना 10 17 सानो 24,000 3 months savings 6 मंथ 6 months मैं 6 हो जाएगा ଏତେ ବର୍ଷର ହେଇଥିଲା ନା ना आउ मोर कान फुल आनते ना आउ काली काई कि नाही ना पैसा ए पैसा टा नै थी कान फुल नै केसे अक्षय तृतीया पे संचय होई